ଯିଏ ଆପଣଙ୍କଠାରେ ସମ୍ପର୍କ କମ୍ ଓ ଆବଶ୍ୟକତା ଅଧିକ ରଖିଥାଏ, ଏପରି ଲୋକଙ୍କୁ ହୃଦୟଠାରୁ ଦୂରରେ ରଖନ୍ତୁ। ହେ ଭଗବାନ, ହୁଏତ ଖାଇବାକୁ କମ୍ ଦେବୁ, କିନ୍ତୁ ସେହି ଲୋକଙ୍କଠାରୁ ବଞ୍ଚେଇ ରଖିବୁ ଯେ ନିଜର କହି କହି ପିଠି ପଛରୁ ଛୁରୀ ମାରିଥାନ୍ତି। ଯଦି ସୁଖୀ ଜୀବନ ବଞ୍ଚିବାକୁ ଚାହୁଁଅଛ, ତ ଅନ୍ୟର କଥାକୁ ହୃଦୟରେ ଲଗାଇବା ଛାଡ଼ିଦିଅ। ଆମେ ପାଗଳ ନଥିଲୁ ଯେଉଁଠି ତୋର ପ୍ରତ୍ୟେକ କଥାକୁ ମାନୁଥିଲୁ। କେବଳ ତୋରି ଖୁସିଠାରୁ ଭଲ ଆଉ କିଛି ଲାଗୁନଥିଲା। ଯାହାକୁ ପାଇବା ପରେ ବଞ୍ଚିବାର ଆଶା ବଢ଼ିଯାଏ, କେବଳ ତାହା ହିଁ ପ୍ରେମ ଅଟେ। ଧୋକାବାଜ ସାଥୀ ଓ ଛାଇରେ କୌଣସି ଫରକ ନଥାଏ। ଦୁହେଁ ଆଲୋକରେ ଆପଣଙ୍କ ସାଥିରେ ରହିଥାନ୍ତି ଓ ଅନ୍ଧାରରେ ଉଭେଇ ଯାଇଥାନ୍ତି। ଅପମାନର ପ୍ରତିଶୋଧ ଲଢ଼ିକରି ନୁହେଁ, ପରନ୍ତୁ ସାମ୍ନାବାଲା ଲୋକଠାରୁ ଅଧିକ ସଫଳ ହୋଇକରି ନିଆଯାଇଥାଏ। ସମୟ ଥାଉ ଥାଉ ମଣିଷର ଆଦର କରନ୍ତୁ, କାହିଁକି ନା ସମୟ ଆଉ ଥରେ ଫେରିଆସିପାରିବ, କିନ୍ତୁ ମଣିଷ ଦ୍ୱିତୀୟ ଥର କେବେ ଫେରିଆସିବ ନାହିଁ। ସବୁବେଳେ ଅନଲାଇନ୍ ରହୁଥିବା ଲୋକ ପ୍ରକୃତ ଜୀବନରେ ବହୁତ ଏକୁଟିଆ ହୋଇଥାନ୍ତି। କେବେ କେବେ ସମୟର ପରିବର୍ତ୍ତନରେ ମିତ୍ର ବି ଶତ୍ରୁ ହୋଇଯାଆନ୍ତି ଓ ଶତ୍ରୁ ବି ମିତ୍ର ହୋଇଯାଆନ୍ତି, କାହିଁକି ନା ସ୍ୱାର୍ଥ ବହୁତ ବଳବାନ ହୋଇଥାଏ। ଜୀବନରେ କୌଣସି ସର୍ଟକଟ୍ ନଥାଏ। ସଫଳତା ତେବେ ମିଳିଥାଏ ଯେବେ ଆମେ ପ୍ରତ୍ୟେକ ଦିନ ଜୀବନରେ ଅଳ୍ପ ଅଳ୍ପ କରି ଆଗକୁ ବଢ଼ିଥାନ୍ତି। ଜୀବନରେ ଯଦି ଆଗକୁ ବଢ଼ିବାକୁ ଚାହୁଁଅଛ, ତ କେବେ ବି ଅନ୍ୟଠାରେ ନିର୍ଭର ହୁଅ ନାହିଁ। ଲକ୍ଷ୍ୟ ସେମାନଙ୍କୁ ମିଳିଥାଏ ଯିଏ ନିଜ ଗୋଡ଼ରେ ଠିଆ ହୋଇଥାନ୍ତି। ଯଦି ଆଖି ବନ୍ଦ ହେବା ପୂର୍ବରୁ ଆଖି ଖୋଲିଯିବ, ପୁରା ଜୀବନ ବଦଳିଯିବ। ଏତେ ବିଳମ୍ବ ବି କରନ୍ତୁ ନାହିଁ କି ସପନ ସପନରେ ହିଁ ରହିଯାଉ ଓ ପୁରା ଜୀବନ ହିଁ ବିତିଯାଉ। ଘର ବଦଳିଯାଉ ବା ସମୟ ବଦଳିଯାଉ, କୌଣସି ଦୁଃଖ ନାହିଁ। କିନ୍ତୁ ସବୁଠାରୁ ବଡ଼ ଦୁଃଖ ତେବେ ହୋଇଥାଏ ଯେବେ କେହି ନିଜର ବଦଳିଯାଏ। ଆପଣଙ୍କୁ ଜଣାଅଛି ଆପଣଙ୍କୁ କେଉଁ ଲୋକ ଧୋକା ଦେଇଥାନ୍ତି, ଯାହାକୁ ଆମେ ନିଜ ଜୀବନରେ ସବୁଠାରୁ ଅଧିକ ମହତ୍ତ୍ୱ ଦେଇଥାନ୍ତି। ସମୟ ସହିତ ଯେ କେହି ବଦଳି ଯାଇଥାଏ, ଭୁଲ ତାର ନୁହେଁ ଯିଏ ବଦଳି ଯାଇଥାଏ, ଭୁଲ ତାର ଅଟେ ଯିଏ ଆଗ ଯେପରି ରହିଯାଇଥାଏ। ଅନ୍ୟ ଉପରେ ନିର୍ଭର ରହୁଥିବା ଲୋକ କେବେ ଖୁସିରେ ରହିପାରନ୍ତି ନାହିଁ। ଏଥିପାଇଁ ଏପରି ଯୋଗ୍ୟ ହୁଅ କି ନିଜର ଆବଶ୍ୟକତା ଓ ଇଚ୍ଛାକୁ ଆପଣ ନିଜେ ପୂରଣ କରିପାରିବେ। କାହାକୁ ବି ନିଜର ଏତେ ସମୟ ଦିଅ ନାହିଁ କି ସେ ସମୟ ଆସିବା କ୍ଷଣି ଆପଣଙ୍କ ଉପକାରକୁ ହିଁ ଭୁଲିଯାଉ। ଯିଏ ତୁମକୁ ବୁଝିଥାଏ ଓ ସମୟ ଆସିଲେ ବୁଝାଇଥାଏ, ତାଠାରୁ ବହୁତ ଭଲ ସାଥୀ ଆଉ କେହି ହୋଇପାରିବେ ନାହିଁ। ଯେଉଁ ମଣିଷ ନିୟମ ବନାଇ କରି ଆଜିର କାମ ଆଜି କରିବ, ଦେଖିବେ ସେହି ମଣିଷ ଗୋଟିଏ ଦିନ ଦୁନିଆରେ ରାଜ କରିବ। ଆଜିକାଲି ଲୋକ ହୃଦୟରୁ ଦିଆଯାଇଥିବା ଇଜ୍ଜତରେ ଖୁସି ହୁଅନ୍ତି ନାହିଁ। ଦେଖେଇ ହେବାର ବାହାନାରେ ଇଜ୍ଜତ କରୁଥିବା ଲୋକଠାରେ ଗର୍ବ ଅନୁଭବ କରନ୍ତି। ସବୁବେଳେ ଲୋକ ମହାନ ହେବାର ଚକ୍କରରେ ମଣିଷ ହେବା ହିଁ ଭୁଲି ଯାଇଥାନ୍ତି। ଜୟ ଜଗନ୍ନାଥ।